ମେଷ, ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଶୁଭ। ଅଫିସରେ ପ୍ରଶଂସିତ ହୋଇପାରନ୍ତି। ବ୍ୟକ୍ତିଗତ ଜୀବନରେ କୌଣସି ସମସ୍ୟାର ସରଳ ସମାଧାନ କରିପାରିବେ। ଅଯଥା କଳି ଝଗଡ଼ାରୁ ବଞ୍ଚି ରୁହନ୍ତୁ। ବୃଷ, ମନ ଚାହୁଁଥିବା କାର୍ଯ୍ୟ କରିବେ। କୋର୍ଟ କଚେରୀ ମାମଲାରୁ ବିଜୟ ଲାଭ କରିବେ। ଯେକୌଣସି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟକୁ ଧ୍ୟାନ ଦିଅନ୍ତୁ। ମିଥୁନ, ସମସ୍ତ ବାଧାବିଘ୍ନ ଦୂର ହେବ। ସାମାଜିକ ମାନ ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାର ଲୋକଙ୍କ ସହଯୋଗ ରହିବ। ଜମି ଜମା ବିବାଦରୁ ଦୂରେଇ ରୁହନ୍ତୁ। କର୍କଟ, ଆଜିର ଦିନଟି ସବୁଠୁ ଭଲ। ଅଚାନକ ଧନ ପ୍ରାପ୍ତ ହେବ। ପୁରୁଣା ନିବେଶରୁ ଅର୍ଥ ଫେରି ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ସଫଳ ହେବେ। ନିଜ ପ୍ରିୟଜନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଗୁରୁତ୍ୱ ଦିଅନ୍ତୁ। ସିଂହ, ନୂତନ କାର୍ଯ୍ୟ କରିବେ। ଆର୍ଥିକ ମାମଲାରେ ସମସ୍ୟା ଦେଖାଦେବ। ଅଫିସ ରାଜନୀତିରୁ ଦୂରେଇ ରୁହନ୍ତୁ। ନିଜ ଲୋକଙ୍କ କଥାକୁ ଅଣଦେଖା କରନ୍ତୁନି। ଚାକିରି ଖୋଜୁଥିବା ଲୋକ ସାକ୍ଷାତକାରରେ ସଫଳ ହେବେ। କନ୍ୟା, ଜମି କିଣାବିକା ପାଇଁ ଭଲ ସମୟ। ଆୟ ଅନୁସାରେ ବ୍ୟୟ କମ୍ ହେବ। ପ୍ରିୟଜନଙ୍କ ସହ ଦୂରଯାତ୍ରା କରିପାରନ୍ତି। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ। କ୍ରୋଧରୁ ନିୟନ୍ତ୍ରଣରେ ରଖନ୍ତୁ। ତୁଳା, ଅଚାନକ ଦୂରସ୍ଥାନ ଯାତ୍ରା କରିପାରନ୍ତି। କୋର୍ଟ କଚେରୀ ମାମଲାରୁ ମୁକ୍ତି ମିଳିବ। ବୈବାହିକ ଜୀବନରେ ସମସ୍ୟା ଦେଖାଦେବ। ସମ୍ପର୍କୀୟ ମଧ୍ୟରେ ଧନକୁ ନେଇ ବାଦବିବାଦ ଉପୁଜିପାରେ। ବିଛା, ଆୟ ବୃଦ୍ଧି ପାଇଁ ନୂତନ ମାର୍ଗ ପ୍ରଶସ୍ତ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଭଲ ସମୟ। ଅଯଥା କଳି ଝଗଡ଼ା କରନ୍ତୁନି। ମନର ମଣିଷଙ୍କ ପାଖେ ନିଜ ମନର କଥାକୁ ପରିପ୍ରକାଶ କରିବାରେ ସଂକୋଚ କରନ୍ତୁନି। ଧନୁ, ଆର୍ଥିକ ମାମଲାରେ ଭାଗ୍ୟଶାଳୀ ରହିବେ। ଅଫିସରେ ଉଚ୍ଚ ପଦସ୍ଥକାରୀ ପ୍ରଶଂସା କରିବେ। ମନ ଅଶାନ୍ତ ରହିବ। ମହିଳାମାନେ ଧର୍ମପରାୟଣ ହେବେ। ମକର, ପରିବାରରେ ଅଧିକ ଦାୟିତ୍ୱ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ସମୟ ଯାଏଁ କାର୍ଯ୍ୟ କରିବେ। ଚାପ ଭିତରେ ନିଜ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଅନ୍ତୁ। ସାମାଜିକ ପଦପ୍ରତିଷ୍ଠା ବୃଦ୍ଧି ହେବ। କୁମ୍ଭ, ସମସ୍ୟାରେ ପଡ଼ିପାରନ୍ତି। ଅତିଥିଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିବେ। ପିଲାମାନଙ୍କ କାର୍ଯ୍ୟକଳାପରେ ଦିନଟି ଭଲରେ ବିତିବ। ଜୀବନସାଥୀଙ୍କ ପାଇଁ କୌଣସି କାର୍ଯ୍ୟ ଗଡ଼ବଡ଼ ହୋଇପାରେ। ମୀନ, ଆଖି ବୁଜି ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୈବାହିକ ଜୀବନ ମଧୁମୟ ହେବ। ପିଲାମାନେ ପଢ଼ାପଢ଼ିରେ ଅଧିକ ଧ୍ୟାନ ଦେବେ।